ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ଗତକାଲି ସନ୍ଧ୍ୟାଠାରୁ କୂଳ ଲଙ୍ଘିଛି ବ୍ରାହ୍ମଣୀ। ଫଳରେ ବାହାଡାପଶି ଠାରୁ ରାଉରକେଲା ଓ ବଣେଇ ଅଭିମୁଖେ ଯାଇଥିବା ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି। କିଛି ଦିନ ହେଲା ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସନ୍ଧ୍ୟାଠାରୁ କୂଳ ଲଙ୍ଘିଛି ବ୍ରାହ୍ମଣୀ। ଫଳରେ ବାହାଡାପଶି ଠାରୁ ରାଉରକେଲା ଓ ବଣେଇ ଅଭିମୁଖେ ଯାଇଥିବା ରାସ୍ତାର ମସିନ୍ତା ଠାରେ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଆଜି ଭୋର ସକାଳୁ ମସିନ୍ତା ଠାରୁ ବଣେଇ ଯାଇଥିବା ରାସ୍ତାଟି ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ରାଉରକେଲା ରାସ୍ତା ଉପରେ 4 ଫୁଟ ପାଣି ପ୍ରବାହିତ ହୋଇଥିଲା। ଫଳରେ ଏହି ଦୁଇଟି ରାସ୍ତାରେ ଯାନବାହନ ଚଳାଚଳ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ତେବେ ଆଜି ଦିନ 12ଟାରେ ରାଉରକେଲା ରାସ୍ତା ଉପରେ ପ୍ରବାହିତ ହେଉଥିବା ଜଳସ୍ତର ହ୍ରାସ ପାଇବାରେ ଲାଗିଥିବାରୁ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ମସିନ୍ତା ଠାରୁ ବଣେଇ ଅଭିମୁଖେ ଯାଇଥିବା ରାସ୍ତାଟି ନଦୀ ଗର୍ଭରେ ବୁଡି ରହିଛି। ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ୟା ଜଳ ରାସ୍ତା ଉପରକୁ ମାଡ଼ି ଆସିଥିବାରୁ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।